ହେବ ଯେ କ୍ୱାଣ୍ଟମର ଅର୍ଥ କ'ଣ? କ୍ୱାଣ୍ଟମର ଅର୍ଥ ହେଉଛି କ୍ଷୁଦ୍ର କ୍ଷୁଦ୍ର କଣିକା ଯେପରି ଇଲେକ୍ଟ୍ରନ୍, ପ୍ରୋଟନ୍ ଏବଂ ଏହି କ୍ୱାଣ୍ଟମ ମେକାନିକ୍ସକୁ ନେଇ ହିଁ କ୍ୱାଣ୍ଟମ ଯୁଗର ଆରମ୍ଭ ହୋଇଛି। ଆମେ ଜାଣିଛୁ ଆମେ ପ୍ରସ୍ତର ଯୁଗ, ଲୌହ ଯୁଗ, ଇଣ୍ଟରନେଟ୍ ଯୁଗ ଏପରି ଅନେକ ଯୁଗକୁ ଅତିକ୍ରମ କରି ଆଜିର ଏହି କ୍ୱାଣ୍ଟମ ଯୁଗକୁ ଅବତୀର୍ଣ୍ଣ କରିଛୁ ଏବଂ ଏହାର ଉଦ୍ଦେଶ୍ୟ ଏହା ଯେ କ୍ୱାଣ୍ଟମ ମେକାନିକ୍ସକୁ ଆମେ କିପରି ବ୍ୟବହାର କରି ଏହି କ୍ୱାଣ୍ଟମ ଯୁଗରେ ଅଗ୍ରଗତି ହୋଇପାରିବା। କ୍ୱାଣ୍ଟମ କମ୍ପ୍ୟୁଟିଂ ଆମେ ଜାଣିଛୁ ଯେ ସାଧାରଣ କମ୍ପ୍ୟୁଟର 0 କିମ୍ବା 1କୁ ବ୍ୟବହାର କରି ଆମକୁ ତଥ୍ୟ ପ୍ରଦାନ କରିଥାଏ ଯାହାକୁ ବିଟ୍ କୁହାଯାଏ। କିନ୍ତୁ କ୍ୱାଣ୍ଟମ କମ୍ପ୍ୟୁଟିଂର ଏକ ବିଶେଷତ୍ୱ ଏହା ଯେ ଏହା 0 ଏବଂ 1କୁ ଏକା ସମୟରେ ବ୍ୟବହାର କରେ ଯାହାକୁ ଆମେ କ୍ୟୁବିଟ୍ ବୋଲି କହିବା ଏବଂ ଏହି ଅବସ୍ଥାକୁ ଆମେ ସୁପରପୋଜିସନ୍ ବୋଲି କହିପାରିବା। ପୁଣି ଏଣ୍ଟାଙ୍ଗଲମେଣ୍ଟ ଏହାର ଅର୍ଥ ହେଉଛି ଯଦି ଆମେ ଗୋଟିଏ କଣିକାକୁ କିଛି କ୍ରିୟା ସମ୍ପାଦନ କରିବା ତେବେ ଅନ୍ୟ କଣିକା ମଧ୍ୟ କେତେ ପରିମାଣ ପ୍ରଭାବିତ ହେବ ତାହା ଯେତେ ଦୂରରେ ଥିଲେ ମଧ୍ୟ ଏବଂ ଏହି ଦୁଇ ଅବସ୍ଥା ପାଇଁ ହିଁ ଏହି କ୍ୱାଣ୍ଟମ କମ୍ପ୍ୟୁଟିଂ ସାଧାରଣ କମ୍ପ୍ୟୁଟର ଠାରୁ ଅଧିକ ଦକ୍ଷ ଥିବ ଏବଂ ଆମର ଜଟିଳ ସମସ୍ୟାକୁ ସମାଧାନ କରିବାରେ ଏହା ବ୍ୟବହାର ହୋଇପାରିବ। କ୍ୱାଣ୍ଟମ କମ୍ପ୍ୟୁଟିଂର ସମ୍ଭାବନା ଦିଗକୁ ଦେଖିବାକୁ ଗଲେ ଏହା ନୂତନ ଔଷଧ ତିଆରିରେ ସାହାଯ୍ୟ କରିପାରିବ। ମେଡିକାଲ ଇମେଜିଂ କ୍ୱାଣ୍ଟମ ସେନ୍ସର ଦ୍ୱାରା ଆମେ ଆମର ଆଭ୍ୟନ୍ତରୀଣ ଅଙ୍ଗର ଚିତ୍ର ପାଇପାରିବା ଯାହାଦ୍ୱାରା ଅନେକ ରୋଗର ଚିହ୍ନଟୀକରଣ ହୋଇପାରିବ। ଯଦି ଏହି କ୍ୱାଣ୍ଟମ କମ୍ପ୍ୟୁଟିଂକୁ AI ସହିତ ସଂଯୁକ୍ତ କରାଯାଏ ତେବେ ଏହାର ସ୍ପିଡ୍ ଏତେ ପରିମାଣରେ ବଢ଼ିଯିବ ଯେ ଆମର କାର୍ଯ୍ୟ ଆହୁରି ସଫଳତାର ସହିତ ହୋଇପାରିବ। ପୁଣି ସାଇବର ସୁରକ୍ଷା ଦିଗକୁ ଦେଖିବାକୁ ଗଲେ ଏହା ଅଧିକ ସୁରକ୍ଷିତ ହେବ ଯାହା ଆମର ବାର୍ତ୍ତାକୁ ଆମେ ଯାହାକୁ ପ୍ରେରଣ କରିବାକୁ ଚାହୁଁଛୁ କେବଳ ତାହା ନିକଟରେ ହିଁ ପହଞ୍ଚିବ। ପୁଣି ଆମେ ଜାଣିପାରିବା ଯେ କେଉଁଠାରେ କେବେ ପ୍ରାକୃତିକ ଦୁର୍ଘଟଣା ସଂଘଟିତ ହେବ, କେଉଁ ସହରରେ କେତେ ପରିମାଣରେ ପ୍ରଦୂଷଣ ଅଛି ଏବଂ ଏହି କ୍ୱାଣ୍ଟମ କମ୍ପ୍ୟୁଟିଂକୁ ଆମେ ଆର୍ଥିକ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରି ବିନିଯୋଗ କରିପାରିବା। ଯେପରି ଆମେ ବ୍ୟାଙ୍କିଂ କ୍ଷେତ୍ରରେ ଜାଣିପାରିବା ଯେ କେଉଁ ଦେଶରେ କେତେ ବର୍ଷକ ମଧ୍ୟରେ ଆୟ ହେଉଛି, କେତେ ବ୍ୟୟ ହେଉଛି। ଏତେ ବଡ଼ ଡାଟାକୁ ଆମେ ଗୋଟିଏ ସେକେଣ୍ଡରେ ଜାଣିପାରିବା ଏହି କ୍ୱାଣ୍ଟମ କମ୍ପ୍ୟୁଟିଂ ମାଧ୍ୟମରେ। ପୁଣି ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ଏହାର ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ। ଚାଇନା ପ୍ରଥମ ଏପରି ଦେଶ ଯାହା କ୍ୱାଣ୍ଟମ ସ୍ୟାଟେଲାଇଟ୍ ତିଆରି କରି ମହାକାଶକୁ ପଠାଇ ସାରିଛି ଏବଂ ଆମେ ମଧ୍ୟ ତାହା କରିପାରିବା, ଏଥିରେ ସନ୍ଦେହ ନାହିଁ। ଏବଂ ଏହି କ୍ୱାଣ୍ଟମ କମ୍ପ୍ୟୁଟିଂ ଏପରି ଇଲେକ୍ଟ୍ରୋନିକ୍ସ ଉତ୍ପାଦନମାନେ ସୃଷ୍ଟି କରିପାରିବ ଯାହା ଶକ୍ତି ସଞ୍ଚୟକାରୀ ଏବଂ ଏହା ଆମର ଅନେକ ବ୍ୟବହାରରେ ଆସିପାରିବ। ଏହାଦ୍ୱାରା ଆମେ ଅନେକ କ୍ଷେତ୍ରରେ ଅଗ୍ରଗତି କରିପାରିବା। ପୁଣି ଏହାର ସମ୍ଭାବନା ଏତେ ପରିମାଣରେ ଥିଲେ ମଧ୍ୟ ଏହାର କିଛି ଆହ୍ୱାନ ମଧ୍ୟ ଦେଖାଯାଉଛି ଯେପରି ଏହାକୁ ତିଆରି କରିବା ଅତ୍ୟନ୍ତ କଷ୍ଟକର ଅଟେ। ଏଥିପାଇଁ କମ୍ପ୍ଲେକ୍ସ ମ୍ୟାଥମେଟିକ୍ସର ବ୍ୟବହାର କରାଯାଏ ଏବଂ ଏହା ସାଧାରଣ ମାନବ ପାଇଁ ପ୍ରୟୋଗ କରିବା ସମ୍ଭବପର ନୁହେଁ। ଏହା ସାଧାରଣ କମ୍ପ୍ୟୁଟର ଠାରୁ ମଧ୍ୟ ଅଧିକ ବ୍ୟୟବହୁଳ ଅଟେ ଏବଂ ଏହା 0 ଡିଗ୍ରୀ ସେଲସିୟସ୍